ସ୍ୱାମୀଙ୍କୁ ଯେହେତୁ ସରୁ ଚକୁଳିକୁ ମଟର ଆଳୁ ତରକାରୀ ଖାଇବାକୁ ଥିଲା, ମୋତେ ସେଥିପାଇଁ ଜଲ୍ଦି ଉଠିବାକୁ ପଡ଼ିଲା। ଓଃ କି ଦୁଃଖ ସାଙ୍ଗମାନେ ଜଲ୍ଦି ଉଠିବା। ଜଲ୍ଦି ଉଠିବା ସିନା ଦୁଃଖ, କିନ୍ତୁ ଜଲ୍ଦି ଉଠିବା ଦେହ ପାଇଁ ବହୁତ ଭଲ। ଏଠି ସ୍ୱାମୀଙ୍କ ଆଜ୍ଞାରେ ସରୁ ଚକୁଳିଟି ପ୍ରସ୍ତୁତ ହେଲା ଆଉ ସ୍ୱାମୀଙ୍କ ପାଖରେ ଯାଇକି ହାଜର ହେଲା। ପିଠା ଯଦି ହେଇଛି ତା ସାଙ୍ଗ ମଟର ଆଳୁ ତରକାରୀଟି ନିହାତି ଦରକାର। କାହାକୁ କାହାକୁ ସାଙ୍ଗମାନେ ମଟର ଆଳୁ ତରକାରୀ ସହିତ ଚକୁଳି ପିଠା ଆଉ ଯେକୌଣସି ପିଠା ଖାଇବା ପାଇଁ ଭଲ ଲାଗେ। ସ୍ୱାମୀଙ୍କୁ ଖାଇବା ପରସି ଦେଲି, ମୁଁ ଯାଇ ଗାଧୋଇ ପଡ଼ି ଆସିଲି। ମେକଅପ୍ କାର୍ଯ୍ୟକ୍ରମଟି ଆରମ୍ଭ ହେଲା। ଏଇଠି ଫାଇନାଲ୍ ମେକଅପ୍ଟି ମୋର ସରିଗଲା। ଏଇଠି ମୁଁ ହେଇଯାଇଛି ଲାଲ ଟୁକଟୁକ ସାଧବ, ନାଇଁ ହଳଦୀ ବସନ୍ତ ବି ଟିକେ ଅଛି, କାହିଁକିନା ମୁଁ ହଳଦିଆ ଡ୍ରେସ୍ଟି ପିନ୍ଧିଥିଲି। ତାପରେ ପଳେଇ ଆସିଥିଲି ଠାକୁର ପୂଜା କରିବା ପାଇଁ। ଏଠି ମୋର ଠାକୁର ପୂଜାଟି ସରିଲା। ଏବେ ଖାଇବାଟି ଆରମ୍ଭ ହେଲା। ଯେହେତୁ ଆଣ କମ୍ ଥିଲା, ମୋତେ ସେଥିପାଇଁ ରୁଟି କରିବାକୁ ପଡ଼ିଲା। ରୁଟି ମଟର ଆଳୁ ତରକାରୀଟି ଖାଇଲି। ରୁଟି ମଟର ଆଳୁ ତରକାରୀଟି ସିନା ଖାଇଲି, ତାପରେ ଯେଉଁ କଷ୍ଟ, ଓହୋ ହୋ। ଦେଖନ୍ତୁ ସାଙ୍ଗମାନେ, ବାସନ କେତେ ପଡ଼ିଛି, କପଡ଼ା କେତେ ଅଛି, ଧୋଇବା ପାଇଁ ମୋତେ ହିଁ ପଡ଼ିବ। ଖରା ଚାଲିଯିବାରୁ ସିନା କପଡ଼ା ଧୋଇଦେଲି ସିନା ବାସନ ଧୋଇପାରିଲିନି। କାହିଁକିନା ଆଜି ଆମର ପାଣି ଆସୁନଥିଲା। ତାପରେ ପଳେଇ ଆସିଲେ ଖାଇବା ତିଆରି କରିବା ପାଇଁ। ପାଣି ଆସୁନଥିବାରୁ ସିନା ଖାଇବାଟି କଷ୍ଟମଷ୍ଟେ ତିଆରି କଲି, କିନ୍ତୁ ଖାଇବା ମୋର ବୃଥାରେ ପରିଶ୍ରମ ଗଲା। କାହିଁକିନା ବାପା ଆଉ ସିଏ ଖାଇଲେନି, କାହିଁକିନା ସରୁ ଚକୁଳି ଆଉ ମଟର ଆଳୁ ତରକାରୀ ତାଙ୍କର ହଜମ ହୋଇନଥିଲା। ସେଥିପାଇଁ ମୋତେ ଏକା ଖାଇବାକୁ ପଡ଼ିଲା। ଦେଖୁନାହାନ୍ତି ସାଙ୍ଗମାନେ, ଖାଇବାଟା ଯେମିତିକି ସେମିତି ହିଁ ମୋର ରହିଗଲା। ପରିଶ୍ରମ ଗଲା ବୃଥା। କେତେ ଆଉ ପାଣିକି ଅପେକ୍ଷା କରିବି। ଯେଉଁ ମୋର ପାଣି ଡ୍ରମ୍ରେ ଥିଲା। ବାସନ ମଜାଟି ସାରିଲି। ଭିଡ଼ିଓଟିକୁ ଏଇଠି ଏଣ୍ଡ କଲି। ଜୟ ଜଗନ୍ନାଥ ସାଙ୍ଗମାନେ। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।